ସୁବର୍ଣ୍ଣ ସେତୁର ସନ୍ଧାନରେ ସାହିତ୍ୟ। ଲେଖକ ମନୋଜ ଦାସ। ମୁଁ ପାଠ କରୁଛି ସମୀର ରଞ୍ଜନ ଦାସ। 25 ସେପ୍ଟେମ୍ବର 2007ରେ ଭୁବନେଶ୍ୱରଠାରେ ଅନୁଷ୍ଠିତ ଓଡ଼ିଶା ସାହିତ୍ୟ ଏକାଡେମୀର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ଉଦ୍ଘାଟନରେ ମୁଖ୍ୟ ଅତିଥି ଭାବରେ ଶ୍ରୀ ମନୋଜ ଦାସଙ୍କ ଅଭିଭାଷଣ। ପ୍ରାୟ ଏକ ପକ୍ଷ କାଳ ଦିନ ପରେ ଦିନ ଅବିରତ ପ୍ରାୟ ବର୍ଷା ଓ ଶୀତଳ ପବନ ଆଜି କ୍ଷାନ୍ତ ରହିଛନ୍ତି। ଏହା ମୋତେ ବହୁ ବର୍ଷ ତଳର ଘଟଣାଟିଏ ମନେ ପକାଇ ଦେଉଛି। ପଣ୍ଡିଚେରୀ ସ୍ଥିତ ଶ୍ରୀ ଅରବିନ୍ଦ ଆଶ୍ରମର ବର୍ଷ ପଞ୍ଜିରେ 2 ଡିସେମ୍ବର ଏକ ସ୍ମରଣୀୟ ତାରିଖ। ସେଦିନ ଆଶ୍ରମବାସୀ ତଥା ଶ୍ରୀ ଅରବିନ୍ଦ ଆନ୍ତର୍ଜାତିକ ଶିକ୍ଷା କେନ୍ଦ୍ରର ଛାତ୍ରଛାତ୍ରୀ ବୃନ୍ଦ ଏକ ବିସ୍ତୃତ ମଇଦାନରେ ଖେଳ କସରତ ପ୍ରଦର୍ଶନ କରିଥାନ୍ତି। କିନ୍ତୁ ସେ ଦକ୍ଷିଣ ମୂଲକରେ ନଭେମ୍ବର ଡିସେମ୍ବର ମାସ ଦୁଇଟି ହିଁ ଝଡ଼ ବର୍ଷାର କାଳ। ଥରେ ଥରେ ପ୍ରଦର୍ଶନ ଚାଲିଥିଲା ବେଳେ ମୂଷଳ ଧାରାରେ ବର୍ଷା ଅବତରଣ କରୁଥାଏ। କେହି ଜଣେ ସ୍ତ୍ରୀମାଙ୍କୁ ପ୍ରସ୍ତାବ ଦେଲେ, ଏ ବାର୍ଷିକ ଖେଳ କସରତ ପ୍ରଦର୍ଶନ ଦିବସଟିକୁ ଅନ୍ୟ ଋତୁକୁ ନେଇଗଲେ ହୁଅନ୍ତା ନାହିଁ? ନା, ବରଂ ପ୍ରକୃତି ଆମ ସହିତ ସହଯୋଗ କରିବା ଉଚିତ, ଉତ୍ତରରେ କହିଲେ ସ୍ତ୍ରୀମା। ପ୍ରକୃତି ପ୍ରାୟତଃ ସହଯୋଗ କରିଆସିଛି। ଡିସେମ୍ବର 2 ତାରିଖ ଦିନ କ୍ୱଚିତ କେବେ ବର୍ଷା ହୋଇଥାଏ। ଆଜି ଆମର ଏହି ଅନୁଷ୍ଠାନ ପାଇଁ ମଧ୍ୟ ଆମ ସମବେତ ଆସ୍ପୃହାର ପ୍ରତିବେଦନରେ ପ୍ରକୃତି ସହାନୁଭୂତି ଜଣାଇ କ୍ଷାନ୍ତ ରହିଲା ପରି ମନେ ହୁଏ। କୁହାଯାଏ ସାହିତ୍ୟର ଅର୍ଥ ଯାହା ଜୀବନ ସହିତରେ ଯାଏ। ପ୍ରକୃତି ସହ ସଂଘାତ ଓ ସହଯୋଗ, ପ୍ରକୃତି ଆଗରେ ମଣିଷର ଅସହାୟତା ଓ ପୁଣି ପ୍ରକୃତି ଉପରେ ବିଜୟ, ଏସବୁ ଯେତିକି ଇତିହାସ ଓ ବିଜ୍ଞାନର ବିଷୟ, ସେତିକି ସାହିତ୍ୟର ଉପାଦାନ ମଧ୍ୟ। ସାହିତ୍ୟର ଆଦିକାଳରୁ ଅଦ୍ୟାବଧି ଏହି ସଂଘର୍ଷ ଓ ସମ୍ପର୍କର ଧାରା ଅବ୍ୟାହତ। ସାହିତ୍ୟର 2 ଦିଗ, ସୃଜନାତ୍ମକ ଓ ସାଂଗଠନିକ। ଏକଦା କୁହାଯାଉଥିଲା, ବିନାଶ୍ରୟେ ନ ବର୍ତ୍ତନ୍ତେ କବିତା ବନିତା ଲତା। ଆଜି ସାଧାରଣ ଭାବରେ କହିଲେ କଥାଟି କେବଳ ଲତା ପ୍ରତି ପ୍ରଯୁଜ୍ୟ, କବିତା ଓ ବନିତା ପ୍ରତି ନୁହେଁ। ସେମାନେ ସ୍ୱୟଂ ପ୍ରତିଷ୍ଠ ହୋଇପାରୁଛନ୍ତି। ତଥାପି ସେ ପ୍ରତିଷ୍ଠା ନିମନ୍ତେ ପ୍ରାଚୀନ ଅର୍ଥରେ ଆଶ୍ରୟ ଲୋଡ଼ା ନ ହେଲେ ମଧ୍ୟ ବ୍ୟାବହାରିକ ଅର୍ଥରେ ଛୋଟ ହେଉ ବଡ଼ ହେଉ ସଂଗଠନ ଅବଶ୍ୟ ଲୋଡ଼ା। ଏକାଡେମୀ ସେହି ଉଦ୍ଦେଶ୍ୟ ଚାଳିତ ଏକ ସଂଗଠନ। ଏହି ସାଂଗଠନିକ ଶବ୍ଦଟିର ଇତିହାସ ବହୁ ପ୍ରାଚୀନ। ଖ୍ରୀଷ୍ଟପୂର୍ବ 4ର୍ଥ ଶତାବ୍ଦୀରେ ପ୍ଲାଟୋ ଏଥେନ୍ସ ନଗରୀ ଉପକଣ୍ଠରେ ଏକାଡେମିଆ ନାମକ ଖଣ୍ଡିଏ ଜମି କିଣି ତହିଁ ଉପରେ ଯେଉଁ ପ୍ରତିଷ୍ଠାନ ସ୍ଥାପନ କରିଥିଲେ, ତାହା ଏକାଡେମୀ ଭାବରେ ପରିଚିତ ହେଲା। ତେବେ ଏ ପ୍ରତିଷ୍ଠାନର ପ୍ରବର୍ତ୍ତକ ଥିଲେ ତାଙ୍କ ଗୁରୁ ସକ୍ରେଟିସ୍। ସେତେବେଳକୁ ଅବଶ୍ୟ ଗ୍ରୀକ୍ ନାଟକ ଓ କବିତା ନିଜ ନିଜର ପରମ୍ପରା ପ୍ରତିଷ୍ଠା କରିସାରିଲେଣି। କିନ୍ତୁ ଏକାଡେମୀ ଦାର୍ଶନିକ ଚିନ୍ତାଧାରା, ହେତୁବାଦ ଏବଂ ମୌଳିକ ଭାବନା ପ୍ରବାହକୁ ଦେଲା ବିପୁଳ ଉତ୍ସାହ। ଅନ୍ୟ ଶବ୍ଦରେ କହିଲେ, ପାଶ୍ଚାତ୍ୟ ସାହିତ୍ୟର ବହୁବିଧ ବିକାଶ ନିମନ୍ତେ ଏଥେନ୍ସର ଏକାଡେମୀ ପଥ ପ୍ରଶସ୍ତ କରିଦେଲା। ପ୍ରସଙ୍ଗକ୍ରମେ ଏଠାରେ ଗୋଟାଏ ଘଟଣାର ଉଲ୍ଲେଖ କରାଯାଇପାରେ। ସକ୍ରେଟିସ୍ଙ୍କ ପ୍ରତିଷ୍ଠାନରେ ହଠାତ୍ ଦିନେ ଜଣେ ଭାରତୀୟ ପରିବ୍ରାଜକ ପହଞ୍ଚିଗଲେ ଓ ସେ ମହତ୍ ଗ୍ରୀକ୍ ମନୀଷୀଙ୍କୁ ପ୍ରଶ୍ନ କଲେ, ତମେ ଏ ପ୍ରତିଷ୍ଠାନ ଜରିଆରେ କରୁଛ କ'ଣ? ସକ୍ରେଟିସ୍ ଉତ୍ତର ଦେଲେ, ଆମେ ମଣିଷକୁ ଜାଣିବାକୁ ଚେଷ୍ଟା କରୁଛୁ। ଭାରତୀୟ ପରିବ୍ରାଜକ ହସିଲେ। ସକ୍ରେଟିସ୍ ଆଗନ୍ତୁକଙ୍କ ହସିବାର ହେତୁ ଜିଜ୍ଞାସା କରନ୍ତେ ଆଗନ୍ତୁକ କହିଲେ, ଭଗବାନଙ୍କୁ ନ ଜାଣି ତମେ ମଣିଷକୁ ଜାଣିବ କିପରି? ଅର୍ଥାତ୍ ସ୍ରଷ୍ଟାକୁ ଜାଣିଲେ ସିନା ସୃଷ୍ଟି ବୁଝିହେବ। କୁହାଯାଏ, ପାଶ୍ଚାତ୍ୟ ଓ ଭାରତର ଦୃଷ୍ଟିଭଙ୍ଗୀରେ ନିହିତ ମୌଳିକ ପାର୍ଥକ୍ୟ ସୂଚାଇ ଦିଏ ଏହି ସଂଳାପ।
ସାହିତ୍ୟର ବିକାଶର ଇତିହାସ ଦୀର୍ଘ। ଆଜି ମୁଦ୍ରଣ ଶିଳ୍ପର ଯୁଗାନ୍ତକାରୀ ପରିବର୍ତ୍ତନ ତଥା ଅଭିବ୍ୟକ୍ତିର ଅନ୍ୟାନ୍ୟ ମାଧ୍ୟମର ବିପୁଳ ପ୍ରଚଳନ ଫଳରେ ସାହିତ୍ୟର ପ୍ରକାଶ ଓ ପ୍ରସାର ହୋଇଛି ବ୍ୟାପକ। ଅବଶ୍ୟ ଏଠାରେ ଅସାହିତ୍ୟକୁ ମଧ୍ୟ ଏ ପରିସ୍ଥିତି ସାହିତ୍ୟ ବା ପ୍ରକାଶିତ ବହିପତ୍ରର ପରିସର ଭିତରକୁ ନେଇ ଆସୁଛି। 2 ସପ୍ତାହ ତଳର ଏକ ଅନୁଭୂତି କଥା କହେ। ହିମାଳୟ ପାଦଦେଶ ହେଲେ ବି ବେଶ ଉଚ୍ଚ ଏକ ସହରର ଗୋଟିଏ ଅତିଥି ଭବନରେ ଦିନଟିଏ ରହିଥାଏ। ଭବନ ମାଲିକଙ୍କ କୁନି ଝିଅଟିର ଖୁବ୍ ଇଚ୍ଛା ମୋ ସହ ଗପସପ ହେବ, କିନ୍ତୁ ସେହିଦିନ ମୁଁ ଗୋଟାଏ ଜରୁରୀ ଲେଖା ଶେଷ କରିବାକୁ ପ୍ରତିଶ୍ରୁତ। ତା ଛଡ଼ା ଏ ଲେଖକ ଛୋଟ ପିଲାଙ୍କୁ ବିପୁଳ ସ୍ନେହ କରେ, କିନ୍ତୁ ସେମାନଙ୍କ ସହ ସହଜରେ ମିଶିବାର ସୁଗୁଣରୁ ଏ ଲେଖକ ବଞ୍ଚିତ। ତମେ ବହି ଲେଖୁଛ? ହେଉ, ଲେଖୁଥାଅ। ମୋତେ ଆଳାପ ଭିତରକୁ ଟାଣିବାରେ ଅକ୍ଷମ ହୋଇ ଝିଅଟି ସାମାନ୍ୟ ଉଷ୍ମାଭରେ ଏତକ କହି ଚାଲିଗଲା। ଶେଷ ଅପରାହ୍ନ ବେଳକୁ ସ୍କୁଲରୁ ଫେରି ଆସିବା ମାତ୍ରେ ନିଜ ବ୍ୟାଗ ସୋଫାରେ କଚାଡ଼ି ଦେଇ ମୋ କୋଠରୀ ଭିତରକୁ ଦୌଡ଼ି ଆସି ଗଭୀର ଉତ୍ସାହରେ ମୋତେ ଶୁଣାଇଲା ତାର ସିଦ୍ଧାନ୍ତ। ତମେ ଆଉ ଏତେ କଷ୍ଟ କରି ବହି ଲେଖିବା ଦରକାର ନାହିଁ। ଆଜି ଆମକୁ ଗୋଟାଏ ପୁସ୍ତକ ମେଳାକୁ ନିଆଯାଇଥିଲା। ସେଠି ଦେଖିଲି ହଜାର ହଜାର ବହି। ଏତେ ବହି ଲେଖା ହେଲାଣି ବୋଲି ତମେ ଜାଣିନଥିବ। ଆଉ ବହି ଦରକାର ନାହିଁ। ମୋତେ ଏଥର ଗପ କୁହ। ତାର ବାଧ୍ୟ ଖେଳ ସାଥୀ ଭଳି ଆଚରଣ କଲି ଏଥର, କିନ୍ତୁ ମୋତେ ଚମକାଇ ଦେଲା ତାର ସେ ସ୍ୱତଃସ୍ଫୂର୍ତ୍ତ ନିରୀହ ମନ୍ତବ୍ୟ। ପୃଥିବୀରେ ଅସଂଖ୍ୟ ବହି, ମୋର ଆଉ ଲେଖିବା ଦରକାର ବା କ'ଣ? ନୀରବତା କ'ଣ ଶବ୍ଦ ତୁଳନାରେ ଯଥେଷ୍ଟ ଶ୍ରେୟ ନୁହେଁ? ଗୋଟାଏ କାଳ୍ପନିକ ପରିସ୍ଥିତି ଉପରେ ଧ୍ୟାନ ଦିଆଯାଉ। ବଜାର ଭିତରେ ଫୁଲ ଦୋକାନଟିଏ ଖୋଲିଛି ଜଣେ ଯୁବକ। ଦୋକାନ ଆଗରେ ସେ ଦେଇଛି ଏହି ବିଜ୍ଞାପନ: ଏଠାରେ ସୁବାସିତ ସଜ ଫୁଲ ବିକ୍ରୟ ନିମନ୍ତେ ଗଚ୍ଛିତ ରହିଛି। ଦୋକାନ ଆଗ ଦେଇ ଯାଉ ଯାଉ ଯୁବକଟିର ପୂର୍ବତନ ଶିକ୍ଷକ ଦେଲେ ଏହି ମନ୍ତବ୍ୟ: ଆରେ ମୂର୍ଖ, ଫୁଲରେ ଯେ ସୁବାସ ଥାଏ, ମହକ ଥାଏ, ଏକଥା କ'ଣ ଲେଖି ଜଣାଇବା ଦରକାର? ମହକ କ'ଣ ନୀରବରେ ନିଜର ପରିଚୟ ଦିଏ ନାହିଁ? ପଣ୍ଡିତେ ଚାଲିଗଲେ। ଯୁବକଟି ତତ୍କ୍ଷଣାତ୍ ଏ ମନ୍ତବ୍ୟର ସତ୍ୟତା ହୃଦୟଙ୍ଗମ କରି ସୁବାସିତ ଶବ୍ଦଟି ଲିଭାଇ ଦେଲା। ପରେ ପରେ ସେ ଭାବି ଦେଖିଲା, ଏଠାରେ ଶବ୍ଦଟି ମଧ୍ୟ ବାହୁଲ୍ୟ। ସଭିଏ ତ ଏଠାରେ ହିଁ ଫୁଲତକ ଦେଖିବେ। ଅତଏବ ସେ ଏଠାରେ ଶବ୍ଦଟି ମଧ୍ୟ ଲିଭାଇ ଦେଲା। ପରେ ପରେ ନିଜକୁ ପ୍ରଶ୍ନ କଲା, ସଜ ଫୁଲ ବୋଲି ଘୋଷଣାର କି ବା ପ୍ରୟୋଜନ? ଲୋକେ ତ ସନ୍ଦେହ କରିପାରନ୍ତି ମୁଁ ହୁଏତ ବାସି ଫୁଲ ରଖୁଥିବାରୁ ସଜ ବୋଲି ବିଜ୍ଞାପିତ କରୁଛି। ସେ ତେଣୁ ସଜ ଶବ୍ଦ ବି ବାତିଲ କରିଦେଲା। ପୁଣି ଭାବିଲା, ଏହା ତ ବଜାର। ଏଠି ସବୁ ଚିଜ ବିକ୍ରୟ ପାଇଁ ଉଦ୍ଦିଷ୍ଟ, ବିତରଣ ପାଇଁ ନୁହେଁ। ବିକ୍ରୟ ନିମନ୍ତେ ବୋଲି ଜଣାଇବା ଏକାନ୍ତ ଅନାବଶ୍ୟକ ନୁହେଁ କି? ସେ ତେଣୁ ସେ ଶବ୍ଦ ଦୁଇଟି ମଧ୍ୟ ବିଲୋପ କଲା। ତାପରେ ସେ ନିଜକୁ ପ୍ରଶ୍ନ କଲା, ଗଚ୍ଛିତ ରହିଛି ଶବ୍ଦ ଦୁଇଟି ନିହାତି ବାହୁଲ୍ୟ। ଗଚ୍ଛିତ ନଥିଲେ କ'ଣ କାହାରି ଆଖିରେ ପଡ଼ନ୍ତା? ଏତେ ଅଦରକାରୀ ଘୋଷଣା ସେ କଲା କେମିତି? ସେ ତେଣୁ ସେ ଯୋଡ଼ିକ ଶବ୍ଦ ମଧ୍ୟ ଲିଭାଇ ଦେଲା। ବାକି ରହିଲା ଫୁଲ। ଶବ୍ଦଟି ଆଡ଼େ ଥରେ ଅନାଇ ସେ ହସିଲା। ଫୁଲକୁ ଫୁଲ ବୋଲି ଲେଖି ଜଣାଇବା ଭଳି ମୂର୍ଖତାର ପରିଚୟ ସେ ଦେଉଛି କେମିତି? ଅତଏବ ଫୁଲ ଶବ୍ଦଟି ମଧ୍ୟ ହେଲା ବିଲୁପ୍ତ। ଫୁଲ ରାଶିଆଡ଼େ ଏକାଗ୍ର ଅନାଇ ସେ ବସି ରହିଲା। ସେ ହେଲା ପୁଷ୍ପ ଚେତନାରେ ପୁଲକିତ, ନିଜ ଅନ୍ତର୍ଦେଶରେ ମହକିତ। କିନ୍ତୁ ତା ଦୋକାନ ଭିତରକୁ କେହି ଆସିଲେ ନାହିଁ। କେହି ଯଦି ଭିତରକୁ ଅନାଉଥାଏ, ସେ ଭାବୁଥାଏ ଯୁବକଟି ହୁଏତ ପୂଜାରତ, ନଚେତ୍ ଧ୍ୟାନସ୍ଥ। ବିଡ଼ମ୍ବନା, ଯୁବକଟିର ସୂକ୍ଷ୍ମ ଅନ୍ତର୍ଜୀବନ ହେଲା ପୁଷ୍ପ ଚେତନାରେ ମହିୟାନ।
କିନ୍ତୁ ବହିର୍ଜୀବନର ବାସ୍ତବତା ଠାରୁ ସେ ହେଲା ବିଚ୍ଛିନ୍ନ। ବହିର୍ଜୀବନରେ ସୂକ୍ଷ୍ମ ଜୀବନର ଅନୁଭୂତି ବିତରଣ ଏହା ସାହିତ୍ୟର ଅନ୍ୟତମ ଧର୍ମ। ଅନ୍ତର୍ଲୋକ ଏବଂ ବହିର୍ଲୋକ ଭିତରେ ସାହିତ୍ୟ ହିଁ ସୁବର୍ଣ୍ଣ ସେତୁ। ସେ ମହତ୍ ସେତୁର ଉପାଦାନ ହେଲା ଅଭିବ୍ୟକ୍ତି। ସମଗ୍ର ସୃଷ୍ଟି ହିଁ ଏକ ଅଭିବ୍ୟକ୍ତି। ମୁଁ କହୁଛି, ଏହା ମୋର ଭାବନାର ଅଭିବ୍ୟକ୍ତି। ଆପଣ ଶୁଣୁଛନ୍ତି, ଏହା ଆପଣଙ୍କର ସଦୟ ଧ୍ୟାନର ଅଭିବ୍ୟକ୍ତି। କହିବା ବାହୁଲ୍ୟ, ଅଭିବ୍ୟକ୍ତି ମାତ୍ରେ ସାହିତ୍ୟ ନୁହେଁ। ଆମ ଦୈନନ୍ଦିନ ଜୀବନରେ ଅଧିକାଂଶ ଅଭିବ୍ୟକ୍ତି ଥୂଳ ବାସ୍ତବ ଧର୍ମୀ, ବ୍ୟବହାରିକ ବା ଆଦାନ ପ୍ରଦାନ ପ୍ରୟୋଜନ ଧର୍ମୀ। କିନ୍ତୁ ଯାହା କିଛି ସ୍ଥୂଳତର ତାହା ହିଁ ଅବାସ୍ତବ ନୁହେଁ। ବାସ୍ତବତାର ବହୁ ସ୍ତର। ଆମେ ଧରିନେଉ ଯାହା କିଛି ହେତୁ ବା ଯୁକ୍ତି ଦ୍ୱାରା ଗ୍ରହଣଯୋଗ୍ୟ ତାହା ହିଁ ବାସ୍ତବତା। ଟିକିଏ ଧ୍ୟାନ ଦେଇ ବିଚାର କଲେ ଆମେ ବୁଝିବୁ, ଜୀବନରେ ବହୁ ବ୍ୟାପାର ହେତୁ ବା ଯୁକ୍ତି ନିର୍ଭର ନୁହେଁ। ଅନେକ ସମୟରେ ହେତୁର ମୁଖା ପିନ୍ଧିଥାଏ ଆମ ଭାବପ୍ରବଣ ଅଥଚ ଆବେଗ ଏବଂ ଅବଚେତନ, ଅର୍ଦ୍ଧଚେତନ ଏବଂ ଅହେତୁକୀ କାମନା ବାସନା। ଚନ୍ଦନ ଗଛରେ ଫୁଲ ଥିଲେ କେଡ଼େ ଅପୂର୍ବ ହୁଅନ୍ତା ତାର ମହକ। ଏହା ଏକ ହେତୁଧର୍ମୀ ଚିନ୍ତା। ଆଖୁ ଗଛର ଫଳ ଥିଲେ କେଡ଼େ ମଧୁର ହୁଅନ୍ତା ତାର ସ୍ୱାଦ। ଏହା ବି ଏକ ହେତୁଧର୍ମୀ ପ୍ରଶ୍ନ। କିନ୍ତୁ ହେତୁହୀନ ବାସ୍ତବତା ହେଲା ଚନ୍ଦନ ଫୁଲ ଓ ଆଖୁ ଫଳର ଅସ୍ତିତ୍ୱହୀନତା। ଥରେ ଜଣେ ଜମିଦାର ଚିଲିକାରେ ସହବାନ୍ଧବ ନୌବିହାର ପାଇଁ ବାହାରିଥାନ୍ତି। ପାତ୍ର ମିତ୍ର ଗହଣରେ ନିଜର ସାହିତ୍ୟ ରସିକତାର ଦୃଷ୍ଟାନ୍ତ ରଖିବା ନିମନ୍ତେ ରାଧାନାଥ ଗ୍ରନ୍ଥାବଳୀ ଓ ତାହା ପାଠ କରିବା ନିମନ୍ତେ ଜଣେ ପଣ୍ଡିତଙ୍କୁ ନେଇଥାନ୍ତି। ଯଥା ସମୟରେ ଜମିଦାରଙ୍କ ସାଗ୍ରହ ନିର୍ଦ୍ଦେଶ ପାଇ ପଣ୍ଡିତେ ପଢ଼ିଲେ ଉତ୍କଳ କମଳା ବିଳାସ ଦୀର୍ଘିକା ମରାଳ ମାଳିନୀ ନୀଳାମ୍ବୁ ଚିଲିକା। ପଢ଼ିସାରି ପଣ୍ଡିତେ ତାର ବ୍ୟାଖ୍ୟା କରନ୍ତେ ଜମିଦାର ଅଳ୍ପ ହସି ମନ୍ତବ୍ୟ ଦେଲେ, ପଣ୍ଡିତେ, କବି ଏଡ଼େ ଭୁଲ କେମିତି କଲେ? ତମେ କହୁଛ କମଳା ବୋଇଲେ ଲକ୍ଷ୍ମୀ, ମରାଳ ବୋଇଲେ ହଂସ ପକ୍ଷୀ। ଚିଲିକାରେ ପକ୍ଷୀ ଶିକାର ତ ଆମେ କରିବୁ ଏବଂ ସେ ମାଂସ ଆହାର ହେବ ଆମର ବିଳାସ। ଦେବୀଙ୍କର ବିଳାସ କେମିତି ହେବ? ପୁରୁଣା କାଳିଆ ଜମିଦାରଙ୍କ ବିବେକୀ ବ୍ୟାଖ୍ୟା ଯେଉଁ ସ୍ତରର ବାସ୍ତବତା, ସେହି ସ୍ତରର ବାସ୍ତବତାକୁ ଜ୍ଞାନ ବୋଲି ମନେକରି ଆଜି କେହି କେହି ଆଧୁନିକ ରାଜନୈତିକ ଜମିଦାର ରାମ କେହି ନଥିଲେ। ଅତଏବ ତାଙ୍କୁ କେନ୍ଦ୍ର କରି ରଚିତ ପରମ୍ପରାମାନ ଅର୍ଥହୀନ ବୋଲି ଘୋଷଣା କରୁଛନ୍ତି। ଅତଏବ ତାଙ୍କୁ କେନ୍ଦ୍ର କରି ରଚିତ ପରମ୍ପରାମାନ ଅର୍ଥହୀନ ବୋଲି ଘୋଷଣା କରୁଛନ୍ତି। ଇଟ୍ ମେକ୍ସ ଏ ଗ୍ରେଟ୍ ଡିଲ୍ ଅଫ୍ ହିଷ୍ଟ୍ରି ଟୁ ପ୍ରଡ୍ୟୁସ୍ ଏ ଲିଟିଲ୍ ଲିଟରେଚର, ଲେଖିଥିଲେ ହେନେରୀ ଜେମ୍ସ। ସାମାନ୍ୟ ସାହିତ୍ୟ ସୃଜନ ନିମନ୍ତେ ପ୍ରୟୋଜନ ହୋଇଥାଏ ବିପୁଳ ପରିମାଣର ଇତିହାସ। ଏଠାରେ ମହତ୍ ସାହିତ୍ୟ କଥା ହିଁ କୁହାଯାଉଛି। ଚିତ୍ର ନିର୍ମାଣ ବା ବଜାରକୁ ଆଖିରେ ରଖି ରଚିତ ସାହିତ୍ୟ କଥା ନୁହେଁ। ରାମଙ୍କ ଚରିତ୍ରରେ ଯେଉଁ ସବୁ ଆଚରଣ ଖାଲି ତତ୍କାଳୀନ ସମାଜର ସର୍ବୋତ୍କୃଷ୍ଟ ଆଦର୍ଶ ନୁହେଁ, ରାମାୟଣ ପରବର୍ତ୍ତୀ ବହୁ ଶତାବ୍ଦୀ ବ୍ୟାପୀ ମହାନ ପ୍ରଭାବ ରୂପେ ଏବଂ ସାମାଜିକ ଆଦର୍ଶ ରୂପେ ଲୋକଚରିତ୍ରକୁ ଦିଗ୍ଦର୍ଶନ ଦେଇଛି, ସେ ପରମ୍ପରା ପଶ୍ଚାତରେ ଏକ ଅମାପ ସମୟ ସଞ୍ଜାତ ଅଭିଜ୍ଞତା ଓ ଅନୁଶୀଳନ ରହିଥିବା ଅନିବାର୍ଯ୍ୟ। ରାମ ତେଣୁ ଖାଲି ଏକ ବିରଳ ବ୍ୟକ୍ତିତ୍ୱ ନୁହନ୍ତି, ସେ ଏକ ଚେତନା, ଏକ ପ୍ରତୀକ, ଏକ ଜୀବନ୍ତ ତଥା ବାସ୍ତବ ଆଦର୍ଶ। ସାଧୁସନ୍ଥ, ତପସ୍ୱୀ ଓ ଋଷିମାନଙ୍କ ଚେତନାରେ ଯେ ରାମ ଏକ ଅନସ୍ୱୀକାର୍ଯ୍ୟ ସତ୍ୟ, ସେ କଥା ଆପାତତଃ ଆମେ ବିଚାରକୁ ନେବା ନାହିଁ। ପୁରୁଷ ଧରି ସାଧାରଣ ମଣିଷଙ୍କ ଉପରେ ତାଙ୍କ ପ୍ରଭାବର ତାତ୍ପର୍ଯ୍ୟ ହିଁ ଆମର ଧ୍ୟେୟ ହେଉ। ରାମ ଏକ ଐତିହାସିକ ଚରିତ୍ର। ତାଙ୍କ ବଂଶାବଳୀର ଐତିହାସିକତା ଭାରତର ପରମ୍ପରାରେ ବିନା ଦ୍ୱିଧାରେ ଗୃହୀତ।
ଯେଉଁ ପରମ୍ପରା କଦାଚ କୌଣସି ସମତୁଲ ପରମ୍ପରା ଦ୍ୱାରା ବିରୋଧର ସାମ୍ନା କରିନାହିଁ, ସେ ପରମ୍ପରା ପୃଥିବୀର ସମସ୍ତ ସଭ୍ୟତାରେ ଇତିହାସର ଉପାଦାନ ଭାବରେ ଗୃହୀତ। ତଥାପି ଧରି ନିଆଯାଉ ରାମ ଏକ କଳ୍ପନା, ସେ ସ୍ୱଦେହରେ ନଥିଲେ। ସେଇଠୁ ରାମ ଯେଉଁ ସତ୍ୟର ପ୍ରତୀକ, ତାହା କ'ଣ ମୂଲ୍ୟହୀନ ହୋଇଗଲା? ଯୁଗେ ଯୁଗେ ସ୍ୱଦେହରେ କୋଟି କୋଟି ମଣିଷ ଥିଲେ, ସେମାନଙ୍କ ପ୍ରଭାବ କ'ଣ? ବର୍ଷ କେତୋଟି ପାଇଁ ଜଣେ ଜୀବନଯାପନ କରିଥିଲେ, ତାହା ହିଁ ବାସ୍ତବ ଏବଂ ମୂଲ୍ୟବାନ। ଅଥଚ ସହସ୍ର ବର୍ଷ ବ୍ୟାପୀ ଅର୍ବୁଦ ମାନସରେ ଯାହାର ପ୍ରଭାବ ଅବିସମ୍ବାଦିତ, ସିଏ ଅବାସ୍ତବ ଏବଂ ମୂଲ୍ୟହୀନ। ରାମ ତ ଐତିହାସିକ ଚରିତ୍ର, କିନ୍ତୁ ଅନୈତିହାସିକ ଅତୀନ୍ଦ୍ରିୟ ସ୍ତରରୁ ବି ଆସି ଏକ ଏକ ସତ୍ୟ ପରମ୍ପରାରେ ପରିଣତ ହୋଇଯାଇପାରନ୍ତି ଏବଂ ସେସବୁର ତାତ୍ପର୍ଯ୍ୟ ତଥା ଶୁଭଙ୍କର ପ୍ରଭାବ କମ୍ ହୋଇନଥାଏ। ଆମେ ଭୁଲିଗଲେ ଚଳିବ ନାହିଁ ଯେ ଆମ ଇନ୍ଦ୍ରିୟ ସର୍ବସ୍ୱ ବ୍ୟକ୍ତିତ୍ୱ ବିବର୍ତ୍ତନର ଏକ ନିର୍ଦ୍ଦିଷ୍ଟ ପର୍ଯ୍ୟାୟରେ ସମ୍ଭବ ହୋଇଛି। ଏ ବ୍ୟାପକ ସୃଷ୍ଟିର ସମସ୍ତ ରହସ୍ୟ, ସମସ୍ତ ସତ୍ୟ ଆମ ଇନ୍ଦ୍ରିୟ ପାଖରେ ଧରାଦେବା ଅନିବାର୍ଯ୍ୟ। ଏଭଳି ଆଶା ଧୃଷ୍ଟତା ମାତ୍ର। ଅତୀନ୍ଦ୍ରିୟ ସ୍ତରର ସତ୍ୟ କିପରି ସମାଜରେ ଏକ ବାସ୍ତବ ଶୁଭଙ୍କର ଶକ୍ତିରେ ପରିଣତ ହୋଇପାରେ, ତାହାର ଏକ ଦୃଷ୍ଟାନ୍ତ। ପିତା ଦକ୍ଷଙ୍କ ଅନୁମୋଦନ ବ୍ୟତିରେକେ ତାଙ୍କ କନିଷ୍ଠ କନ୍ୟା ସତୀ ଶିବଙ୍କୁ ବିବାହ ହେଲେ ଏବଂ କୈଳାସରେ ଯାଇ ରହିଲେ। କିଛି ଦିନ ପରେ ଦକ୍ଷ ଏକ ଯଜ୍ଞାନୁଷ୍ଠାନ ଉତ୍ସବର ଆୟୋଜନ କରି ତାଙ୍କର ସମସ୍ତ କନ୍ୟା ଏବଂ ଜାମାତାଗଣଙ୍କୁ ନିମନ୍ତ୍ରଣ ପଠାଇଲେ, କିନ୍ତୁ ସତୀ ଏବଂ ଶିବଙ୍କୁ ଏଡ଼ାଇ ଗଲେ। ପିତୃପୁରୀରେ ଉତ୍ସବ ଅନୁଷ୍ଠିତ ହେଉଥିବାର ସମ୍ବାଦ ନାରଦଙ୍କ ଠାରୁ ପାଇ ସତୀ ତତ୍କ୍ଷଣାତ୍ ସେଠାକୁ ଯିବା ନିମନ୍ତେ ପ୍ରସ୍ତୁତ ହେଲେ। ଶିବ ବାରଣ କରି କହିଲେ, ବିନା ନିମନ୍ତ୍ରଣରେ କାହାରି ଗୃହକୁ ଯିବା ଅବିଧେୟ। ସତୀ ସେତେବେଳେ ଉଦାର କଣ୍ଠରେ କରିଥିଲେ ଏହି ଘୋଷଣା। ଋତୁ, ମାସ, ଦିବସ, ରାତ୍ରି ନିର୍ବିଶେଷରେ ପିତୃଗୃହକୁ କନ୍ୟାର ପ୍ରବେଶ ସର୍ବଦା ଅବାରିତ, ଅପ୍ରତିରୋଧ୍ୟ। ନିମନ୍ତ୍ରଣ ଅନାବଶ୍ୟକ। କାଳ କାଳ ଧରି ଏ ଦୈବୀ ଉଚ୍ଚାରଣୀ ଭାରତର ସମାଜ ଜୀବନରେ ଏକ ଅଲିଖିତ କାନୁନ ଭାବରେ ବଳବତ୍ତର ରହିଆସିଛି। ଭାରତର ସାମାଜିକ ଅଭିଧାନରେ ତ୍ୟଜ୍ୟପୁତ୍ର ଶବ୍ଦ ରହିଛି। ତ୍ୟଜ୍ୟ କନ୍ୟା ବୋଲି କିଛି ନାହିଁ। ହନୁମାନ ଯେତେବେଳେ ମହେନ୍ଦ୍ର ପର୍ବତ ଆରୋହଣ କରି ଲଙ୍କା ଅଭିମୁଖେ ଲମ୍ଫ ପ୍ରଦାନ ନିମନ୍ତେ ପ୍ରସ୍ତୁତ ହେଉଛନ୍ତି, ସେତେବେଳେ ରାମାୟଣରେ ତାଙ୍କ ପ୍ରେରଣା ପ୍ରସୂତ ଉଦ୍ଦାମ ଉତ୍ସାହର ବର୍ଣ୍ଣନା ଅତୁଳନୀୟ। ତାଙ୍କ ଅସ୍ଥିର ପଦପୀଡ଼ନରେ ଥରହର ଗିରି, ସେ କମ୍ପନରେ ତରୁରାଜିରୁ ଅସଂଖ୍ୟ ପୁଷ୍ପ ଇତସ୍ତତଃ ବିକୀର୍ଣ୍ଣ, ବଡ଼ ବଡ଼ ଶିଳାଖଣ୍ଡ ନାନା ଦିଗରେ ବିକ୍ଷିପ୍ତ, ଗିରି ଗୁହାବାସୀ ଜୀବଜନ୍ତୁଙ୍କ ଭୀଷଣ ଚିତ୍କାରରେ ଦିଗ୍ବିଦିଗ ପ୍ରକମ୍ପିତ। ଏହା ବାସ୍ତବ ନା ଅବାସ୍ତବ? ଏହା ସ୍ଥୂଳ ବାସ୍ତବତା ନୁହେଁ, ଏକ ବିଶେଷ ଭାବାବେଗର ଅଭିବ୍ୟକ୍ତି ଦିଗରେ ସାହିତ୍ୟିକ ବାସ୍ତବତା। ଯେଉଁ ବାସ୍ତବତା ଦ୍ୱାରା ଅନୁପ୍ରାଣିତ କବିଙ୍କର ପର୍ଯ୍ୟବେକ୍ଷଣ ବ୍ୟାପ୍ତ ହୁଏ, ତାଙ୍କୁ ସକ୍ଷମ କରେ। ବ୍ଲାକିଙ୍କ କବିତାରୁ ଏକ ପଂକ୍ତି। To see a world in a grain of sand and heaven in a wild flower, hold infinity in the palm of your hand and eternity in an hour. ଏମନ୍ତ ଅନୁଭୂତି, ଏମନ୍ତ ଆବେଗ, ଏମନ୍ତ ପ୍ରେରଣା ଏବଂ ଅନ୍ତର୍ଲୋକର ଉଦ୍ଭାସନ ବ୍ୟକ୍ତିଗତ ଏବଂ ଏକକ ହେବା ସ୍ୱାଭାବିକ। ଏହି ଏକକ ବୋଧକୁ ବହୁବୋଧରେ ପରିଣତ କରେ ସାହିତ୍ୟ। ଅନ୍ତତଃ ସ୍ତେତକ କରିବାରେ ସାହିତ୍ୟ ବ୍ରତୀ ହୁଏ। ସୂକ୍ଷ୍ମ, ମହତ୍, ଅତୀନ୍ଦ୍ରିୟ ଅନୁଭୂତି ସାମୂହିକ ଭାବରେ ଆସେ ନାହିଁ। କବି ବା ସାହିତ୍ୟିକ ତାହା ଯେତେବେଳେ ବ୍ୟକ୍ତ କରେ, ସାମୂହିକ ସ୍ତରରେ ସେତେବେଳେ ତାହା ଅନୁଭୂତ ହୋଇପାରେ।
କାହା ଚେତନାରେ କେତେ ମାତ୍ରାରେ ତାହା ଅନୁଭୂତ ହେବ ତାହା ନିର୍ଭର କରେ ସମ୍ପୃକ୍ତ ବ୍ୟକ୍ତିର ଗ୍ରହଣଶୀଳତା, ସମ୍ବେଦନ ଓ ବୋଧଶକ୍ତି ଉପରେ। ଅତୀନ୍ଦ୍ରିୟ ଅନୁଭୂତିର ବହୁ ସ୍ତର ରହିଛି। ମହତ୍ କବିମାନେ ଯେଉଁ ପରାନୁଭୂତିର ଚିତ୍ରଣ ଦିଅନ୍ତି ତାକୁ ଆମେ ଊଣା ଅଧିକ ଅନୁଭବ କରିପାରୁ। କବିତା ସହ ଆମେ ଏକାତ୍ମ ହେବା ସମ୍ଭବ, କିନ୍ତୁ ପ୍ରଖର ଆଧ୍ୟାତ୍ମିକ ଅନୁଭୂତି ବା ଉପଲବ୍ଧି ଯେଉଁ ବ୍ୟକ୍ତି ଲାଭ କରିଥାଏ ତାକୁ ଅତିକ୍ରମ କରି ସେ ଉପଲବ୍ଧି ଅନ୍ୟର ଲଭ୍ୟ ହୁଏ ନା। ତଥାପି ତାର ଆଭାସ, ତାର ସମ୍ଭାବନା ବା ପ୍ରତିଶ୍ରୁତି ସାହିତ୍ୟ ଆମକୁ ଯୋଗାଇ ଦିଏ କାହାଣୀ କିମ୍ବଦନ୍ତୀ ମାଧ୍ୟମରେ। ସାରଳା ମହାଭାରତ ପରିବେଶିତ ଏକ କିମ୍ବଦନ୍ତୀର କିଞ୍ଚିତ୍ ଭିନ୍ନ ସୁପ୍ରାଚୀନ ରୂପ ଏଠାରେ ଦୃଷ୍ଟାନ୍ତ ରୂପେ ଦେଉଛି। ସଂଘର୍ଷମୟ ଜୀବନର ଶେଷ ପର୍ଯ୍ୟାୟରେ ଦ୍ୱାରକାରେ ଶାନ୍ତିରେ ରାଜୁତି କରୁଛନ୍ତି କୃଷ୍ଣ। ଦିନେ ରାଜସଭା ଭିତରକୁ ପଶି ଆସିଲା ଏକ ସୁକୁମାର ବାଳକ। ଛଳ ଛଳ ଆଖିରେ ରାଜାଙ୍କ ଆଗରେ ଅଭିଯୋଗ କଲା, ରାଜପଥରେ କେତେକ ପିଲାଙ୍କ ସହ ମୁଁ ଖେଳୁଥିଲି। ସାମାନ୍ୟ କଜିଆରୁ ଗୋଟାଏ ପିଲା ମୋତେ କେତେ ଶକ୍ତ ଚାପୁଡ଼ାଟାଏ ମାରିଲା ଆପଣ ନିଜେ ଦେଖନ୍ତୁ। କୃଷ୍ଣ ଦେଖିଲେ ବାଳକର କୋପଳ ଈଷତ୍ ଲାଲ। ସତେ ଯେପରି ତାଙ୍କ ରାଜ୍ୟରେ ଗୋଟାଏ ପ୍ରବଳ ଅନ୍ୟାୟ କିଛି ହୋଇଯାଇଛି। ଏମିତି ଭାବ ଦେଖାଇ କୃଷ୍ଣ ସିଂହାସନରୁ ଉଠି ପଡ଼ିଲେ ଓ କର୍ମଚାରୀମାନଙ୍କୁ ଆଦେଶ ଦେଲେ, ସେ ଦୁଷ୍ଟ ପିଲାର ଅଭିଭାବକ କିଏ? ମୋତେ ତା ପାଖକୁ ନେଇ ଚାଲ। ସଭାସଦ୍ ବର୍ଗ ତଟସ୍ଥ। ପିଲାଙ୍କ ଭିତରେ ସାମାନ୍ୟ ମାଡ଼ଗୋଳ। ପ୍ରଶାନ୍ତ ଚିତ୍ତରେ ମହାଭାରତ ଯୁଦ୍ଧ ଭଳି ବିଭୀଷିକା ଅଙ୍ଗେ ନିଭେଇଥିବା ଶ୍ରୀକୃଷ୍ଣ ପୁଣି ଏହି ଧରଣର ତୁଚ୍ଛ ବ୍ୟାପାରରେ ଉତ୍ତେଜିତ? ସେତିକି ନୁହେଁ, ଦୁଷ୍ଟ ପିଲାର ଅଭିଭାବକଙ୍କୁ ଧରି ଆଣି ତାଙ୍କ ଆଗରେ ଉପସ୍ଥାପନ କରିବାର ଆଦେଶ ନ ଦେଇ ସ୍ୱୟଂ ସେ ଲୋକଟିର ସନ୍ଧାନରେ ବହିର୍ଗତ। ରହସ୍ୟ କ'ଣ? ରାଜପଥରେ କୃଷ୍ଣଙ୍କୁ ଗୁପ୍ତଚର ଜଣାଇଲା ନଗରୀ ଉପାନ୍ତବର୍ତ୍ତୀ ଶିବ ମନ୍ଦିର କଡ଼ରେ ଗୋଟିଏ ଭଗ୍ନ କୁଡ଼ିଆରେ ସେ ତଥାକଥିତ ଦୁଷ୍ଟ ବାଳକ ଏବଂ ତାର ଅଭିଭାବକ ତାର ବୃଦ୍ଧ ପିତାମହ ରହନ୍ତି। କୃଷ୍ଣ ସେହି ଦିଗରେ ମୁହାଁଇଲେ। ତାଙ୍କୁ ଅନୁସରଣ କରୁଥାନ୍ତି ପାତ୍ର, ମିତ୍ର, ସଭାସଦ ଓ କର୍ମଚାରୀ ବୃନ୍ଦ। ଜଣେ କେହି ଦୌଡ଼ି ଯାଇ ଆଗତୁରା ବୃଦ୍ଧକୁ ରାଜକ୍ରୋଧର ସମ୍ବାଦ ଦେଇ ସାରିଥାଏ। ନିର୍ବାକ୍ କମ୍ପିତ ବୃଦ୍ଧ କରଜୋଡ଼ ଭଳି କୁଡ଼ିଆ ଆଗକୁ ବାହାରି ଆସି ଅପେକ୍ଷା କରିଥାଏ। ସମସ୍ତେ ଉତ୍କଣ୍ଠିତ, କି ପ୍ରକାର ଦଣ୍ଡ ଅଛି ବୃଦ୍ଧର ଭାଗ୍ୟରେ? ରାଜଶୋଭାଯାତ୍ରା କୁଡ଼ିଆ ସମ୍ମୁଖରେ ଅଟକିଲା। ପରିବେଶ ନିସ୍ତବ୍ଧ। ବୃଦ୍ଧ ଉପରେ ଦୃଷ୍ଟି ନିବଦ୍ଧ କରି କୃଷ୍ଣ ଗମ୍ଭୀର କଣ୍ଠରେ କହିଲେ, ଦେଖ ଦେଖ ତମ ନାତି ଗୋଟାଏ ବାଳକର କ'ଣ କରିଛି, ଦେଖ। ବାସ୍, ଏହାପରେ କୃଷ୍ଣ ଫେରି ପଡ଼ିଲେ। ଶୋଭାଯାତ୍ରା ନୀରବରେ ତାଙ୍କୁ ଅନୁସରଣ କଲା। ସଭିଙ୍କ ମନରେ ବିସ୍ମୟ ଅତୁଟ ରହିଲା। ଏତକ କହିବା ନିମନ୍ତେ ସେମାନଙ୍କ ମହାନ ରାଜା ଏତେ ବାଟ ଚାଲି ଆସିଲେ। କିନ୍ତୁ କୃଷ୍ଣଙ୍କର ସେ ଆଚରଣର ରହସ୍ୟ ଏକମାତ୍ର ଯିଏ ବୁଝିବା ଆବଶ୍ୟକ ସିଏ ବୁଝିଲେ। ସେ ବ୍ୟକ୍ତିଟି ହେଲେ ଦୁଷ୍ଟ ବାଳକଟିର ପିତାମହ ବୃଦ୍ଧ। ସେ ଥିଲେ ଅନ୍ଧ, କିନ୍ତୁ ଏକାନ୍ତ କୃଷ୍ଣ ଭକ୍ତ। କୃଷ୍ଣଙ୍କୁ ଦେଖିବାର ସୌଭାଗ୍ୟ ତାଙ୍କର ହେବ ନାହିଁ ବୋଲି ସେ ବୁଝୁଥିଲେ। ତେବେ କେବେ କେମିତି କୃଷ୍ଣ ଶିବ ମନ୍ଦିରକୁ ଆସିଲେ ତାଙ୍କ ରଥର ଧ୍ୱନି ଅନ୍ତତଃ ସେ ଶୁଣିବେ, ସେହି ଆଶାରେ ସେ ତହିଁ ରହିଥିଲେ। ସେଦିନ ଯେତେବେଳେ କୃଷ୍ଣ ତାଙ୍କୁ ଦେଖ ବୋଲି ନିର୍ଦ୍ଦେଶ ଦେଲେ, ସେତେବେଳେ ଖାଲି ଯେ ବୃଦ୍ଧ ତାଙ୍କ ଦୃଷ୍ଟିଶକ୍ତି ଲାଭ କଲେ ସେତିକି ନୁହେଁ, ତାଙ୍କ ସୂକ୍ଷ୍ମ ଦୃଷ୍ଟି ମଧ୍ୟ ଉନ୍ମୋଚିତ ହେଲା। କୃଷ୍ଣ ଏବଂ ବୃଦ୍ଧଙ୍କ ଭିତରେ ଘଟିତ ଏ ବ୍ୟାପାର ଆଉ କେହି ଜାଣିଲେ ନାହିଁ। ଜାଣିବା ଥିଲା ନିଷ୍ପ୍ରୟୋଜନକ। ଆମର ଉତ୍ସ ଯେଉଁ ଦିବ୍ୟ ଶକ୍ତି, ତା ସହ ଆମର ସମ୍ପର୍କ, ଆମର ଆଦାନ ପ୍ରଦାନ ଆମ ପ୍ରତ୍ୟେକର ଏକାନ୍ତ ନିଜସ୍ୱ
एकांत व्यक्तिगत व्यापार। चेतना जगत खाली व्यापक नुहे, असीम। इंद्रिय निर्भर अनुभव और अभिज्ञता, इंद्रियोत्तर अनुभव एवं अभिज्ञता सबू तार अंतर्भुक्त। साधक और योगी माने से व्यापक जगतर किछि किछि दृश्य प्रत्यक्ष करती, किंतु ताकू अभिव्यक्त करती नहीं, किंबा कले केवल आध्यात्मिक जिज्ञासु मानंक पई करती। जेतेबेले जड़े सृजनशील साहित्यिक सचेतन बा अचेतन भावरे सही व्यापकतर वास्तवतार सामान्य स्पर्श पाए, सेतेबेले ताकू अभिव्यक्त करिवार प्रेरणा मध्य ता भीतर को अवतरण करे। जुगे जुगे प्रेरणा प्रसूत साहित्य विरल, आज असंख्य प्रकाशन संभवपर हेउछि। अतएव से बहुलता भितरे प्रकृत साहित्यर संधान अपेक्षाकृत असहज। आमे आशा करिबा एकाडेमी सह एभली साहित्यिक माने संपृक्त रहिबे जेउ माने गुण चिन्हिबा भली गुणवंत होइथिबे। महाकाल परीक्षित प्राचीन महत् साहित्यर पुनः प्रकाश संगे संगे समकालीन महत् साहित्यर पृष्ठपोषकता एकाडेमीर एक मुख्य आभिमुख्य। आमे सभिए मन रखिबा आवश्यक जे आम समाजरे जेकोसी प्रतिष्ठान आम हाराहारी मानसिकता और बोधशक्ति को प्रतिफलित करे। एकाडेमीर साधु प्रगति जेपरी आम आशा और अभिप्सा को रूप देउथिबो, तार दोष दुर्बलता सेहीपरि आमरी सामूहिक अपूर्णता प्रकट करुथिबो। ओडिशा साहित्य एकाडेमीर ए ऐतिहासिक सुवर्ण जयंती ए संस्था प्रति आमे जेपरि निस्वार्थ सहयोग एवं शुभेच्छा अर्पण करि परिबा, आमको सही आदर्श रे अनुप्राणित करूं। एही अवसर रे आमे सहकृतज्ञ स्मरण करिबा एकाडेमीर प्रथम सभापति पंडित नीलकंठ, नेपथ्य संगठक श्रीजुक्त महताब एवं प्रथम संपादक अध्यापक राजकिशोर रायଙ୍କ समेत विभिन्न समय रे संस्थार कर्तृत्व रे थिबा आम राज्यर साहित्य साधक एवं संगठन मानंको। आजिर ए समावेश असामान्य। मंच को आसीबा पूर्वरु केते जण बंधु कहिबार सुनिली, शुद्धि और साहित्यिक मानंकर एडे विपुल समारोह निकट अतीत रे कदाच संभवपर होई नाही। मात्र दिन केतोटी तले संपादक रूपे कार्यभार ग्रहण करिथिबा डॉक्टर हरप्रसाद परिच्छा पट्टनायक अदम्य उत्साह एवं साहसिक पदक्षेपर एही सुफल रे अंशग्रहण करी एभली एक महत् समावेश सम्मुखरे मोर जत्किंचित भावना उपस्थापन करिबार सुजोग पाइथिबारु ए लेखक आपण मानंकु नमस्कार जणाइबा संगे संगे एकाडेमी कर्तृपक्ष विशेषतः एहार सद्य भारप्राप्त सुयोग्य संपादकंक निकटरे कृतज्ञता ज्ञापन करुछि।